ଖଣ୍ଡପଡ଼ା ସହରର ରାସ୍ତାକୁ ଖୋଳି ନଷ୍ଟ କରିଦେଲାଣି ଜିଭିପିଆର୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ। ଏହି ଜିଭିପିଆର୍ କମ୍ପାନୀର କାର୍ଯ୍ୟ ପ୍ରତି ସ୍ଥାନୀୟ ପୂର୍ତ୍ତ ବିଭାଗର ଦୃଷ୍ଟି ପଡ଼ିବ କେବେ, ତାହାକୁ ନେଇ ସାଧାରଣ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିଜର ନିମ୍ନମାନର କାମକୁ ଲୁଚାଇବା ପାଇଁ ନିର୍ମାଣ କରିଥିବା ରାସ୍ତା ଉପରେ ପୁଣି ସିମେଣ୍ଟ କଂକ୍ରିଟ୍ ଢଳାଇ ପ୍ୟାଚ୍ ପକାଉଛି ଏହି ମେଗା ପ୍ରୋଜେକ୍ଟ କାର୍ଯ୍ୟ ହାତେଇଥିବା ଜିଭିପିଆର୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ। ସୂଚନାଯୋଗ୍ୟ, ଖଣ୍ଡପଡ଼ା ସହରସ୍ଥିତ ସୁନାମୁହିଁ ପାର୍କଠାରୁ ତିନା ଛକ ପର୍ଯ୍ୟନ୍ତ ଏହି ଜିଭିପିଆର୍ କମ୍ପାନୀ ପାଇପ୍ ବିଛାଇବା ଆଳରେ ରାସ୍ତାର ପାର୍ଶ୍ୱ ପାଖରୁ 5 ଫୁଟ ଓସାର ଓ 6 ଫୁଟ ଗଭୀର ବିଶିଷ୍ଟ ଗାତ ଖୋଳିବା ପାଇଁ ପିଚୁ ରାସ୍ତା ତାଡ଼ି ପକାଇ ଏହାକୁ ସିମେଣ୍ଟ ଢଳାଇ କରିଥିଲା, ଯାହାକି କିଛି ଦିନରେ ଦବିଯିବା ପରେ ରାସ୍ତାରେ ଫାଟ ଓ ଗାତ ସୃଷ୍ଟି ହୋଇଛି। ଏହାଦ୍ୱାରା ଏହି ରାସ୍ତାରେ ଗାଡ଼ି ମୋଟର ଯାତାୟାତ ପାଇଁ ବହୁ ଅସୁବିଧା ହେଉଛି। ତେଣୁ ଏହି ଅଭିଯୋଗ ଯିବା ପରେ ପୁଣି ସେହି ଖରାପ ରାସ୍ତା ଉପରେ ଜିଭିପିଆର୍ କମ୍ପାନୀ ନୂତନ ପ୍ୟାଚିଂ କାମ କରୁଛି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଜିଭିପିଆର୍ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ଏହି କାର୍ଯ୍ୟ ପ୍ରତି ସ୍ଥାନୀୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ, ସ୍ଥାନୀୟ ବିଧାୟକ ଓ ନୟାଗଡ଼ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ଲକ୍ଷ୍ୟରେ ଏହି ମେଗା ପ୍ରୋଜେକ୍ଟ କାମ ପୂର୍ବ ସରକାର ଅମଳରେ ଆରମ୍ଭ କରାଯାଇଥିଲା। ହେଲେ ଏହି ମେଗା ପ୍ରୋଜେକ୍ଟ କାମକୁ ଆଜି ପର୍ଯ୍ୟନ୍ତ 5 ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହା କେବେ ଶେଷ ହେବ, ସେଥିନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରୁନାହିଁ। ଅପରପକ୍ଷେ ଏଥିନିମନ୍ତେ ପାଖାପାଖି 800 କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ଜଣାପଡ଼ିଛି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ କେତେବେଳେ ମିଳିବ ତାହା ତ ମା ଗଙ୍ଗେଇ ଜାଣନ୍ତି, କିନ୍ତୁ ଖଣ୍ଡପଡ଼ା ସହରର ଏହି ରାସ୍ତା ଯେଉଁ ପ୍ରକାରରେ ଖରାପ ହେବାରେ ଲାଗିଛି, ସେଥିପ୍ରତି ସ୍ଥାନୀୟ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଅପରପକ୍ଷେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲାପାଳଙ୍କ ତରଫରୁ ଏହି କାର୍ଯ୍ୟ ପ୍ରତି କି ପଦକ୍ଷେପ ନିଆଯାଉଛି, ତାହା ତ ଆଗାମୀ ସମୟ ହିଁ କହିବ। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।